ସନ୍ଧ୍ୟାକାଳୀନ ସମୟରେ ଆପଣଙ୍କ ପ୍ରତ୍ୟେକଙ୍କୁ ମୋ ହୃଦୟର ଗଭୀର କୋଣରୁ ସଭକ୍ତି ଅଭିନନ୍ଦନ କାମନା କରେ ଏବଂ ଏହି ସୁଯୋଗ ନିମନ୍ତେ ମୋ ପ୍ରିୟ ସମିତି ଗତିରେ ମଣ୍ଡଳୀ ଗତିରେ ବିଶେଷ ଭାବରେ ଧନ୍ୟବାଦ ଦିଏ। ଆସନ୍ତୁ ଆମେ ପ୍ରଥମ ଥେସଲୋନିକୀୟ 4 ପର୍ବ ତାର 15 ପଦରୁ 18 ପଦ ପର୍ଯ୍ୟନ୍ତ ଆମେ ପାଠ କରିବା ଏବଂ ନିରୂପିତ ଟାଇଟଲ ଉପରେ ଆମେ ସଂକ୍ଷିପ୍ତ ଭାବେ ଆଲୋଚନା କରିବାକୁ ଯିବା। ପ୍ରଥମ ଥେସଲୋନିକୀୟ 4 ପର୍ବ 15 ପଦରୁ 18 ପଦ। ଯେଣୁ ଆମେମାନେ ପ୍ରଭୁଙ୍କ ବାକ୍ୟାନୁସାରେ ତୁମମାନଙ୍କୁ ଏହା କହୁଅଛୁ, ଆମେମାନେ ଯେତେ ଲୋକ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ଜୀବିତ ରହି ଅବଶିଷ୍ଟ ଥିବୁ, ଆମେମାନେ କୌଣସି ପ୍ରକାରେ ମହାନିଦ୍ରା ପ୍ରାପ୍ତ ଲୋକଙ୍କର ଅଗ୍ରଗାମୀ ହେବୁ ନାହିଁ। କାରଣ ପ୍ରଭୁ ଆପେ ଆଦେଶ ଦେଇ ପ୍ରଧାନ ଦୂତଙ୍କ ସ୍ୱର ଓ ଈଶ୍ୱରଙ୍କ ଦୂରୀବାଦ୍ୟ ସହିତ ସ୍ୱର୍ଗରୁ ଅବତରଣ କରିବେ। ସେଥିରେ ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ଥାଇ ମରିଅଛନ୍ତି ସେମାନେ ପ୍ରଥମେ ଉଠିବେ। ପରେ ଆମେମାନେ ଯେତେ ଲୋକ ଜୀବିତ ରହି ଅବଶିଷ୍ଟ ଥିବୁ, ପ୍ରଭୁଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଆମେମାନେ ସେମାନଙ୍କ ସହ ମେଘମାଳାରେ ଶୂନ୍ୟ ମଣ୍ଡଳକୁ ନୀତ ହେବୁ। ଏହି ପ୍ରକାରେ ଆମେମାନେ ସର୍ବଦା ପ୍ରଭୁଙ୍କ ସହିତ ରହିବୁ। ଅତଏବ ଏହି ସମସ୍ତ ବାକ୍ୟ ଦ୍ୱାରା ତୁମେମାନେ ପରସ୍ପରକୁ ସାନ୍ତ୍ୱନା ଦିଅ। ଆମେ ପୂର୍ବାହ୍ନ ସମୟରେ ଯେଉଁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରେ ଆଲୋଚନା କରୁଥିଲେ, ତଦ୍ୱାରା ଆପଣମାନେ ଜାଣିପାରିଥିବେ ଯେ ଏମିତି ଗୋଟାଏ ସମୟ ଥିଲା ସେତେବେଳେ ଧର୍ମ ବୋଲି କିଛି ନଥିଲା, କିନ୍ତୁ ଅନ୍ୟ ପାର୍ଶ୍ୱରେ ଈଶ୍ୱର ସକ୍ରିୟ ରୂପରେ ସକ୍ରିୟ ଭାବରେ ଆଦମଙ୍କ ଠାରୁ ଏ ମଣ୍ଡଳୀ ପର୍ଯ୍ୟନ୍ତ ବା ମଣ୍ଡଳୀ କେମିତି ତାହାଙ୍କ ସହିତ ଅନନ୍ତ କାଳ ରହିବେ ସେ ସମୟ ପର୍ଯ୍ୟନ୍ତ ଈଶ୍ୱର ସକ୍ରିୟ ଭାବରେ କାର୍ଯ୍ୟ କରି କରି ଆସୁଥିଲେ। ଅନ୍ୟ ପାର୍ଶ୍ୱରେ ଏମିତି ଗୋଟେ ସମୟ ଯେଉଁ ଲୋକମାନେ ପ୍ରଭୁଙ୍କ ବିଷୟରେ କିଛି ଆଭାସ ପାଇପାରୁନଥିଲେ, ଆଉ ସେମାନେ ମନ ହୃଦୟ ମଧ୍ୟରେ ଯେହେତୁ ଗୋଟେ ଭାବନା ପ୍ରଭୁ ପ୍ରତ୍ୟେକଙ୍କୁ ଦେଇଛନ୍ତି, ସେ ଐଶୀ ଶକ୍ତି ଉପରେ ସୁପର ପାୱାର ଉପରେ ଜଣେ କେହି ସୃଷ୍ଟିକର୍ତ୍ତା ଅଛନ୍ତି ବୋଲି ସମସ୍ତେ ଜାଣନ୍ତି, କିନ୍ତୁ ସେତେବେଳେ ଧର୍ମ କିଛି ନାହିଁ। ଆଉ ସେହି ପର୍ଯ୍ୟାୟ ସେହି ସମୟର ଲୋକମାନେ ସେମାନେ ଆତ୍ମା ସବୁକୁ ପୂଜା କରିବାକୁ ଲାଗିଲେ ଏବଂ ସୃଷ୍ଟି ବସ୍ତୁର ପୂଜକ ହେବାକୁ ଲାଗିଲେ। ତା କିଛି ସମୟ ପରେ ପରେ ଆମେ ଦେଖିଲୁ ଧର୍ମ ସବୁ ଆସିବାକୁ ଲାଗିଲା। କହିବାକୁ ଗଲେ ଅନେକ ବିଜାତୀୟ ଧର୍ମ ସବୁ ପରେ ପରେ ଆସିଲା। ହିନ୍ଦୁ ଧର୍ମ, ଜୋରାଷ୍ଟ୍ରିଆ ଧର୍ମ, ଜୈନ ଧର୍ମ, ବୌଦ୍ଧ ଧର୍ମ, ସିନ୍ଧୋ ଧର୍ମ, ତାଓ ଧର୍ମ, ପରେ ଇସଲାମ ଧର୍ମ, ଏହି ପ୍ରକାର ଧର୍ମ ସବୁ ଆସିଲା। ଏ ଧର୍ମ ଆସିବା ପୂର୍ବରୁ ଯେଉଁ ଲୋକମାନେ ସତ୍ୟ ପ୍ରଭୁଙ୍କ ବିଷୟରେ କିଛି ଆଭାସ ପାଇନଥିଲେ, ସେହି ପର୍ଯ୍ୟାୟର ଲୋକମାନେ ସେମାନଙ୍କୁ ଆମ ଭାରତୀୟ ଭାଷାରେ ସନାତନ ବୋଲି କୁହାଯାଏ। ତାପରେ ଧର୍ମ ସବୁ ଆସିଲା। ଆମେ ବୁଝିବା ଏହି ପ୍ରକାର ଯେ କଞ୍ଚା ମାଟି
କିଛି ସମୟ ରହିଛି। ତାପରେ କିଏ ତ ଇଟା ତିଆରି କଲେ ସେ କଞ୍ଚା ମାଟିକୁ ନେଇ, କିଏ ତ ମାଟି ହାଣ୍ଡି ତିଆରି କଲେ, କିଏ ତ ମାଟି କାନ୍ଥ ତିଆରି କଲେ। ମାତ୍ର ଏସବୁ ତିଆରି ହେବା ପୂର୍ବରୁ କଞ୍ଚା ମାଟି ସେହି ଆକାରରେ ରହିଥିଲା। ପରେ ଏସବୁ ଜିନିଷ ଦ୍ରବ୍ୟ ସେ କଞ୍ଚା ମାଟିରୁ ତିଆରି ହେବାକୁ ଲାଗିଲା। ସେହି ପ୍ରକାର ପୂର୍ବାବସ୍ଥା ହେଉଛି ସନାତନ ଅବସ୍ଥା, ଯଦି ସେଇ ଭାଷା ଦିଆଯାଏ। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟ ହେଉଛି ଧର୍ମ ସବୁ ତହିଁରୁ ଜାତ ହୋଇ ଆସେ। ମୋତେ ହସ ବି ଲାଗେ, ଛାନିଆ ବି ଲାଗେ, ଯଦି ଏହି ସେ ଧର୍ମ ଆକୃତି ପାଇବା ପରେ ପୁନର୍ବାର ଯଦି କହିବେ ନା ଆମେ ପ୍ରକୃତ ସନାତନ, ତାମାନେ ଇଟା କହିବ ନା ମୁଁ ପ୍ରକୃତରେ କଞ୍ଚା ମାଟି। ହାସ୍ୟାସ୍ପଦ ବିଷୟ। ସେ ଯାହା ବି ହଉ, ଈଶ୍ୱର ସେ ଯୋଜନା କଥା ଭାବେ କାର୍ଯ୍ୟ କରି ଆସୁଥିଲେ ଯେ ସୃଷ୍ଟି ପୂର୍ବରୁ ତାଙ୍କ ମନରେ, ତାଙ୍କ ଯୋଜନାରେ ଏ ମଣ୍ଡଳୀ ରହିଥିଲା। ଆଉ ସେହି ମଣ୍ଡଳୀରେ ବର୍ତ୍ତମାନ ଆମେ ଅଛୁ। ଯେତେବେଳେ ଆମେ ମଣ୍ଡଳୀ କଥା କହୁଛେ, ହୁଏତ ଅନେକ କନଫ୍ୟୁଜନ, ଅନେକ ଦ୍ୱନ୍ଦ୍ୱ ସବୁ ଆସିଯାଇପାରେ। କିନ୍ତୁ ବିଶେଷତଃ ବାଇବେଲରେ ଉଲ୍ଲେଖିତ ଯେତେକ ମଣ୍ଡଳୀ ସବୁ ରହିଛି, ସବୁଯାକ ଦୁଇ ଭାଗରେ ବିଭକ୍ତ। ଗୋଟେ ହେଉଛି ଯେତେକ ଖ୍ରୀଷ୍ଟ ବିଶ୍ୱାସୀ ମାନେ ସେମାନେ ମରିଥାନ୍ତୁ ବା ବଞ୍ଚିଥାନ୍ତୁ, ଖ୍ରୀଷ୍ଟ ବିଶ୍ୱାସୀ ମାନେ କହିବାକୁ ଗଲେ ସେ ପେଣ୍ଟିକଷ୍ଟ ଦିବସରୁ ଆରମ୍ଭ କରି ରାପ୍ଚର ଦିନ ପର୍ଯ୍ୟନ୍ତ ଯେତେକ ଲୋକମାନେ ଯୀଶୁଙ୍କୁ ବିଶ୍ୱାସ କରନ୍ତି ସେମାନଙ୍କୁ ପ୍ରକୃତ ମଣ୍ଡଳୀ କୁହାଯାଏ। ଆଉ ସେମାନେ ସମସ୍ତେ ପରିତ୍ରାଣ ପ୍ରାପ୍ତ ଲୋକମାନେ। ଆଉ ତାହାକୁ ବିଶ୍ୱସ୍ତରୀୟ ବା ଅଦୃଶ୍ୟ ମଣ୍ଡଳୀ ବୋଲି କୁହାଯାଏ। ଯେଉଁ ମଣ୍ଡଳୀ ଊର୍ଦ୍ଧ୍ୱକୁ ନୀତ ହେବା ବାକ୍ୟରେ ଆମେ ଦେଖୁ, କେଉଁ ମଣ୍ଡଳୀ ଊର୍ଦ୍ଧ୍ୱକୁ ନୀତ ହେବ ତାହା ସ୍ପଷ୍ଟ ଭାବେ ନ ଜାଣିପାରି କେତେକ ମଣ୍ଡଳୀ ସେମାନେ କୁହନ୍ତି ନା ଆମ ମଣ୍ଡଳୀ ହେଉଛି ଏ ଶେଷ କାଳର ମଣ୍ଡଳୀ, ତମେ ମଣ୍ଡଳୀକୁ ଆସିଲେ ହିଁ ଉଦ୍ଧାର ପାଇପାରିବ, ଆଉ ଏହି ମଣ୍ଡଳୀ ହିଁ ଊର୍ଦ୍ଧ୍ୱକୁ ନୀତ ହେବ। କିମ୍ବା କୌଣସି ସଂସ୍ଥା ବାଲା କହିପାରନ୍ତି ଯେ ଏ ଶେଷ କାଳରେ ଏହା ହେଉଛି ପ୍ରଭୁଙ୍କ ନିରୂପିତ ମଣ୍ଡଳୀ ବା ସଂସ୍ଥା, ଯଦି ତମେ ଉଦ୍ଧାର ପାଇବାକୁ ଅଛି ତେବେ ଏହି ସଂସ୍ଥାକୁ ତମେ ଆସିବାକୁ ପଡ଼ିବ। କିନ୍ତୁ ବାକ୍ୟ ତାହା ପ୍ରକାଶ କରୁନାହିଁ। ପ୍ରଭୁ ଯେଉଁ ଶରୀର ରୂପ ମଣ୍ଡଳୀ କଥା କୁହନ୍ତି, ସତୀକନ୍ୟା ରୂପ ମଣ୍ଡଳୀ କଥା କୁହନ୍ତି, ତାହା କୌଣସି ନିର୍ଦ୍ଦିଷ୍ଟ ସ୍ଥାନୀୟ ମଣ୍ଡଳୀକୁ ବୁଝାଏ ନାହିଁ କିମ୍ବା କୌଣସି ସଂସ୍ଥାକୁ ତାହା ବୁଝାଏ ନାହିଁ। ତେବେ ସେ ମଣ୍ଡଳୀ କ'ଣ? ନା ଏ ବିଶ୍ୱସ୍ତରୀୟ ମଣ୍ଡଳୀ, ଅଦୃଶ୍ୟ ମଣ୍ଡଳୀ, ଯେତେକ ଲୋକମାନେ ଯୀଶୁଙ୍କୁ ବିଶ୍ୱାସ କରନ୍ତି, ସେମାନେ ମରିଥାନ୍ତୁ ପଛକେ ବା ବଞ୍ଚିଥାନ୍ତୁ, ସେ ସମସ୍ତଙ୍କୁ ମଣ୍ଡଳୀ ବୋଲି କୁହାଯାଏ। ଆଉ ସେମାନେ ହିଁ ଖ୍ରୀଷ୍ଟ ବିଶ୍ୱାସୀ ଲୋକମାନେ ହିଁ ଊର୍ଦ୍ଧ୍ୱକୁ ନୀତ ହେବେ। ତାହାକୁ ଆମେ ରାପ୍ଚର ବୋଲି କହୁ। ଏହି ପଠିତ ଶାସ୍ତ୍ରାଂଶ ଏକ ଚମତ୍କାର ଅଂଶ ଅଟେ। ଏହା ପ୍ରଥମ ଥେସଲୋନିକ୍ୟ 4 ପର୍ବ 15 ପଦରୁ 18 ପଦ ପର୍ଯ୍ୟନ୍ତ ଆମେ ଯାହା ପାଠ କଲୁ, ଏହା ମଣ୍ଡଳୀର ରାପ୍ଚର ସମ୍ପର୍କରେ ପରିପ୍ରକାଶ କରେ। ଆମେ ବର୍ତ୍ତମାନ ଦେଖିବା ଏ ମଣ୍ଡଳୀ ଖ୍ରୀଷ୍ଟ ବିଶ୍ୱାସୀମାନେ ବା ଯେଉଁମାନେ ବାସ୍ତବିକ ଖ୍ରୀଷ୍ଟିଆନ, ଏମାନଙ୍କ ଭବିଷ୍ୟତ କ'ଣ ହେବାକୁ ଯାଉଛି। ଆମେ ଦୁଃଖ, କଷ୍ଟ, ଯାତନା, ସମସ୍ୟା ମଧ୍ୟରେ ଆବଦ୍ଧ ହୋଇ ଜୀବନଯାପନ କରୁଛୁ। କେତେ ସଂଘର୍ଷ କଲେ ମଧ୍ୟ ଆମ ଦୁଃଖ ଯାଏ ନାହିଁ। ଆମ ସମସ୍ୟା ହୋଇକି ଜୀବନରେ ରହିଯାଏ। ଅନେକ ସମୟରେ ଅନେକ ଆଶା ଲକ୍ଷ୍ୟ ଅଧୁରା ରହିଯାଏ। ଅନେକ ଦୁଃଖ ଏବଂ କଷ୍ଟରେ ଆମେ ଜୀବନ ବିତାଉ। ତଥାପି
जदि आम प्रकृत ख्रीस्टियान होइछु तेबे हमर गोटे भविष्य रही जे आमे ऊर्ध्वकू नीत हेबा ताहा अतीव सांत्वनार विषय अटे। आमे अल्प समय मध्य देखिबा ए ऊर्ध्वकू नीत हेबा संपर्क आमरी जदि प्रश्न द्वंद्व थाए तारी दूरीकरण कथा आमे वर्तमान लक्ष्य करिबा। ऊर्ध्वकू नीत हेबा पाई आमे साधारणतः इंग्लिश वर्ड राप्चर शब्द को व्यवहार करूँ। प्राय समस्ते आमे यही शब्द द्वारा परिचित करूँ। ए राप्चर होची गोटाए इंग्लिश शब्द। यही शब्द लाटिन भाषा राप्टियो शब्दरू यहाँ आसी। यहाँ अर्थ होची उठेई नियाजिबा अर्थात मंडली माने स्थानीय मंडली नुहे पृथ्वीर कौन स्थानीय मंडली नुहे सही विश्वस्तरीय मंडली गोटे दिन ऊपर को उठे नियाजिब ताहा घटिब जब यीशु तांकर द्वितीय आगमन करेंगे। यीशु द्वितीय आगमन दुईटी पर्याय घटवाक जाए। प्रथम पर्याय यीशु द्वितीय आगमन मध्य आकाश को आसवे तार 7 वर्ष पर मध्य आकाश यीशु पृथ्वी पृष्ठ को से ओल्हे आसवे। ए द्वितीय पर्याय मध्य प्रथम पर्याय जेतेबेले यीशु मध्य आकाश को आसवे तत्क्षणात् ए मंडली ऊर्ध्वकू नीत ताहाकू राप्चर बोली कहुए। आम भल भाव मन रखा ये जो मंडली ऊर्ध्वकू नीत हम यह कौन पृथ्वी पृष्ठर स्थानीय मंडली नुहे कौन डिनोमिनेशन मंडली नुहे। यह गोटे एमती मंडली से पेंटिकोस्ट समय ठारू से राप्चर दिन पर्यंत जेतेक लोक मैंने यीशु को विश्वास कर परित्राण पाई से सही दिन ऊर्ध्वकू नीत हे ताहाकू राप्चर बोली कहुए। द्वितीय प्रश्न आम देखा अनेक प्रश्न आम चिंता करने जाऊँ। द्वितीय प्रश्न आम देखा जे राप्चर घटवा पर ए पृथ्वी पृष्ठ यार अवस्था कौन हम। राप्चर घटवा पर ए पृथ्वी में कौन सब होगा लगे देखु केतेक कथा निश्चित भाव चिंतनीय। जेतेबेले राप्चर हम तापर गोटे तनाघना खोजा चलो तनाघना खोजा कारण प्रकृत ख्रीस्टियान परित्राण प्राप्त लोक से ऊर्ध्वकू उठे निगला परिवार लोके साहू पड़ोशी जदि से परित्राण विहीन से छड़ा जाइछन्ति से ऊर्ध्वकू जाइना कहीं प्रकृत परित्राण प्राप्त लोक ही ऊर्ध्वकू जीवे से मंडली से जीव ऊर्ध्वकू। तेरे जो मैंने तले रहीगले पृथ्वी पृष्ठ गोटे तनाघना खोजा से रखिबे चलेबे जे आम घरे एबे थिला आम पुओ आम झील आम घर लोक हठात से देखा जाऊना गले कड़े से घर बाहरी किए पचारा बेले आउ केते लोक आस पचार हाँ आम घर सेमती है गोटे तनाघना खोजा चलो परित्राण विहीन लोक मैंने हुए तो नामधारी ख्रीस्टियान मैंने अन्य लोक मैंने से खोजेगा लगे एति लोके गले कड़े एमती मत घटब जे जदि गाड़ी चालक परित्राण प्राप्त व्यक्ति से बाइक चलाऊ कि बस चलाऊ
कि कार चलू कि जहाज चलू कि उड़ाजाहाज चलू जदि से परित्राण प्राप्त व्यक्ति चलैवा अवस्था जेतेबेले से राज्य घटना घटुची ए ड्राइवर ए मध्य ऊर्ध्वକୁ नीत होइଯିବ संदेह किछि नाही। भाविबा कथा जेतेबेले ड्राइवर से राज्य हो जाउची तेबे ए गाड़ी जानर अवस्था आ यात्रीमान अवस्था कौन हो कौन हेबाकु लागे माने राज्य घटिबार दिन गोटे तणागणा खोजा अनेक लोके मिस हेबे पुणे अनेक एक्सीडेंट घटिबार भी बहुत संभावना रही कारण चालक माने से मध्य जेहेतु परिचय प्राप्त से ऊर्ध्वକୁ नीत होइछन्ति तो ता परवर्ती दिन न्यूज पेपर रे न्यूज बाहरी पारे एतिकी लोके देखा जाऊ नाहंती एवं एते सब दुर्घटना ए समस्त स्थान मान घटी जाइछि गोटे दुख छानिया दाका हेबार आश्चर्यान्वित हेबार गोटे समय राज्य पर खाली सेतिकी नुह राज्य पर धरि नियंतु आम मंडली आम गाँव बाकी मंडली आम केतेक परिचय प्राप्त लोके हठात ऊर्ध्वनीत घटना घटिला राज्य घटिला जेतेक परिचय प्राप्त से माने जिते बड़ लोके से माने देखिबे जे काई कर्मकर्ता माने कालक चालक विकल्प नहीं आ देखा दउनांती ए परित्राण विहीन नामधारी ख्रिस्टियान छड़ा जाइबा ख्रिस्टियान मंडली मानकर गिर्जा मानकर से माने गोटे आ मनोनयन कार्य करे काम चला मांडलिक कार्य रे से माने लागिबे किंतु सेतेबेले राज्य हेबा द्वारा मंडली अवसान बा मंडली शेष घटी सारी आ पृथ्वी पृष्ठ रे मंडली आंदोलिक सेवा आउ किछि नाही किंतु लोके न जानि पारि से माने पुनर्गठन करबाकू ख्रिस्टियान माने लागिबे सब बेले कथा आसिला बेले तो आमे निजको प्रश्न पचारिबा दरकार मु से राज्यर आउ अंशी होई पारिबे कि मु परित्राण प्राप्त अटे कि आ गोटे भयानक विषय घटिब पृथ्वी पृष्ठरे जेतेबेले राज्य घटिब राज्य हेबा पर खंड पृष्ठ ए पृथ्वी रे से आउ शासन करबा लागिबे समग्र पृथ्वी रे पृथ्वीवासी मानकू जने व्यक्ति से शासन करबा लागिबे गोटे सरकार चलेइबो होल पृथ्वी पृष्ठर समस्त लोक माने सब देशवासी तांको आगे मुंड नुआइबे आउ से शासक से शासन करेबे तापरे राज्य हेबार परे परे ठीक से समय ठीक 7 वर्षर क्लेश यंत्रणा ए पृथ्वी पृष्ठ रे निश्चित भावे आसिबो आउ एमिति क्लेश एमिति यंत्रणा जहाँ पूर्व से प्रकार के घटी नहीं से प्रकार घटना मान से प्रकार यंत्रणा सब ए पृथ्वी पृष्ठ रे निश्चित भाव घटिब तेबे आश्चर्यर विषय आशीर्वाद विषय एमिति सब घटिबा पूर्व प्रभु तांको मंडली को ऊर्ध्वपुंजित करेंगे तांको सहित साक्षात करेबा तेबे आउटे प्रश्न मते उठे जे राज्य घटिबा पाई आउ कोन भगवानी सफल हेबार बाकी अछि कि कोन में विलंब आउ कोन भगवानी सफलीकृत हेबे कोन बाकी अछि अनेक हुए तो कहि पारती बा अनेक कहिबा मत हम सुनिछु जे ना
ଯୀଶୁ ହଠାତ୍ ଏବେ ଦ୍ୱିତୀୟ ଆଗମନ କରିବେ ନାହିଁ। ପୃଥିବୀର ସମସ୍ତ ଲୋକମାନେ ସୁସମାଚାର ନ ଶୁଣିବା ଯାଏ ଯୀଶୁ ଆସିବେ ନାହିଁ। ତାହାର ଗୋଟେ ପ୍ରମାଣ ମାଥ୍ୟୁ 24 ପର୍ବର 14 ପଦରେ, ରାଜ୍ୟର ଏହି ସୁସମାଚାର ସର୍ବତ୍ର ପ୍ରଚାର ନ ହେବା ଯାଏ ଯୁଗାନ୍ତ ଆସିପାରିବ ନାହିଁ। ତାକୁ ଆଧାର କରି ଅନେକ ବୁଝନ୍ତି, ଅନେକ କୁହନ୍ତି ଯେ ନା, ଆଉ ସମସ୍ତେ ସୁସମାଚାର ନ ଶୁଣୁନି ଯୀଶୁ ଦ୍ୱିତୀୟ ଆଗମନ କରିବେ। କିନ୍ତୁ ଆମେ ଭଲ ଭାବେ ବୁଝିନେବା ଦରକାର, ରାଜ୍ୟ ଘଟିବା ପାଇଁ ଆଉ କୌଣସି ଭାବବାଣୀ ପେଣ୍ଡିଂ ନାହିଁ ଯେ ତାହା ଘଟିବା ପରେ ହିଁ ରାଜ୍ୟ ଘଟିବ ବୋଲି। ଆଚ୍ଛା, ଏ ପଦର ଅର୍ଥ କ'ଣ? ରାଜ୍ୟର ଏହି ସୁସମାଚାର ପ୍ରଚାରିତ ନ ହେବା ଯାଏ ଯୁଗାନ୍ତ ହବନି। ରାଜ୍ୟର ସୁସମାଚାର ମାନେ 1000 ବର୍ଷର ଶାନ୍ତି ରାଜ୍ୟର ବାର୍ତ୍ତା। ତାହା ଯେଉଁ 7 ବର୍ଷର କ୍ଲେଶ ସମୟ ଘଟିବ ରାଜ୍ୟ ପରେ, ସେତେବେଳେ ପ୍ରଭୁ ବ୍ୟବସ୍ଥା କରିବେ ଯେ ପୃଥିବୀର ସମସ୍ତେ ସର୍ବତ୍ର ସେ 1000 ବର୍ଷର ଶାନ୍ତି ରାଜ୍ୟ ଯାହା ଆସିବାକୁ ଅଛି 7 ବର୍ଷ ପରେ, ସେହି ବାର୍ତ୍ତା ପ୍ରଚାରିତ ହେବ। ଯୀଶୁଙ୍କୁ ବିଶ୍ୱାସ କର, ହେଲେ ଯାଇ ତମେ ସେ 1000 ବର୍ଷ ଶାନ୍ତି ରାଜ୍ୟରେ ପହଞ୍ଚି ପାରିବ, ପ୍ରବେଶ କରିପାରିବ। ଆଉ ଏହି ପ୍ରଚାର କରିବା ପାଇଁ ସେହି 7 ବର୍ଷ କ୍ଲେଶ ସମୟରେ ପ୍ରଭୁ 1,44,000 ମିଶନାରିସ୍ ମାନଙ୍କୁ ଆଉ ସାଧାରଣ ଅଲୌକିକ ଭାବେ ସେ ନିରୂପଣ ଆଉ ନିଯୁକ୍ତି କରିବେ। ସେମାନଙ୍କ କାମ ଯେ ସୁସମାଚାର ପରିବ୍ୟାପ୍ତ କରିବା। କହିବାକୁ ଗଲେ ଆଜି ଯେଉଁ ଟେକ୍ନୋଲୋଜିର ଡେଭଲପମେଣ୍ଟ ଆମେ ଦେଖୁଛୁ, ଇମେଲ ବୋଲନ୍ତୁ, ହ୍ୱାଟ୍ସଆପ୍ ବୋଲନ୍ତୁ, ଜିମେଲ ବୋଲନ୍ତୁ, ଯାହା ଟେକ୍ନୋଲୋଜିର ଡେଭଲପମେଣ୍ଟ, ଆଜିର ଦ୍ରୁତଗାମୀ ଯାନ ସବୁ ଯାହା ପ୍ରଭୁ ଦେଇଛନ୍ତି, ଏ ସବୁ ଆଶୀର୍ବାଦ ସୁସମାଚାର ପ୍ରଚାର ପାଇଁ ପ୍ରଭୁ ପ୍ରଦାନ କରିଛନ୍ତି। ଆଉ ତଦ୍ୱାରା ଆଜି ପୃଥିବୀର ଅନେକ ସ୍ଥାନରେ ସୁସମାଚାର ପ୍ରଚାରିତ। ଆଉ ସେହି 7 ବର୍ଷର କ୍ଲେଶ ସମୟରେ ଏ ସମସ୍ତ ଯାନବାହନ ଆଉ ଏ ସମସ୍ତ ଟେକ୍ନୋଲୋଜିକୁ ପ୍ରଭୁ ବ୍ୟବହାର କରିବେ, କାରଣ ସେଇଥିପାଇଁ ପ୍ରଭୁ ଆଜି ଏ ଟେକ୍ନୋଲୋଜିକୁ ଆଉ ବଢ଼େଇ ରଖିଛନ୍ତି। ଏତଦ୍ୱାରା ପୃଥିବୀର ସମସ୍ତେ ପୃଥିବୀବାସୀ ସେ 7 ବର୍ଷର କ୍ଲେଶ ସମ୍ବନ୍ଧରେ ସୁସମାଚାର ଶୁଣିବାକୁ ପାରିବେ। ଆଉ ଏମିତି କି ଯେ ଯେଉଁମାନେ ତାଙ୍କୁ ବିନ୍ଧିଥିଲେ, କ୍ରୁଶରେ ମାରିଥିଲେ, ସେ ଯିହୁଦୀ ଲୋକମାନେ ମଧ୍ୟ ସେମାନେ ସମସ୍ତେ ଶୁଣିବେ ଆଉ ଦେଖିବେ ତାଙ୍କର ଦ୍ୱିତୀୟ ଆଗମନ। ଏବେ ଦେଖନ୍ତୁ, 2000 ବର୍ଷ ହେଲାଣି ପ୍ରଚାର ପରେ ପ୍ରଚାର ଚାଲିଛି ସୁସମାଚାର, ତଥାପି ଲକ୍ଷ ଲକ୍ଷ କୋଟି କୋଟି ଲୋକେ ବାକି ରହିଯାଇଛନ୍ତି ସୁସମାଚାର ନ ଶୁଣିକି, ବା ଆମେ କୌଣସି କାରଣବଶତଃ ଶୁଣେଇ ପାରିନାହୁଁ। 2000 ବର୍ଷ ସୁସମାଚାର ସେବା, କିନ୍ତୁ ଅନେକ ରହିଛନ୍ତି ସୁସମାଚାର ବିଭିନ୍ନ ହୁଏ। କିନ୍ତୁ ସେହି 7 ବର୍ଷର କ୍ଲେଶ ସମୟରେ ପ୍ରଭୁ ଏମିତି ଇଭାଞ୍ଜେଲିଷ୍ଟିକ ମିଶନାରୀ କାର୍ଯ୍ୟକ୍ରମ କରେଇବେ ଯେ ସମସ୍ତ ଲୋକମାନେ ସୁସମାଚାର ବିଷୟରେ ଅବଗତ ହେବାକୁ ପାରିବେ। ସେଥିପାଇଁ ବର୍ତ୍ତମାନ ଦେଖିବେ କୌଣସି ବାକ୍ୟ ପେଣ୍ଡିଂ ନାହିଁ ଯାହାକି ସଫଳ ହେବା ପରେ ତାଙ୍କର ଦ୍ୱିତୀୟ ଆଗମନ ହେବ ବା ମଣ୍ଡଳୀର ରାଜ୍ୟ ହେବ। କୌଣସି ବାଧା ନାହିଁ। କହିବାକୁ ଗଲେ ଆମେ ସେ ଦ୍ୱିତୀୟ ଆଗମନର ଶେଷ ପର୍ଯ୍ୟାୟ ଆଡ଼କୁ ଆମେ ରହିଛେ, ତାର ପାଦ ଦେଶରେ ଆମେ ରହିଛୁ। କୌଣସି ବାକି ନାହିଁ, କୌଣସି ବିଷୟ ସଫଳ ହେବାର ବାକି ନାହିଁ, କୌଣସି କାର୍ଯ୍ୟ ଅଟକାଉ ନାହିଁ। ପ୍ରଭୁ ଅବିଳମ୍ବେ ନିଶ୍ଚିତ ଭାବରେ ଆକସ୍ମିକ ଭାବରେ ହଠାତ୍ ଏ ଦିନ ମାନଙ୍କରେ ମଧ୍ୟ ସେ ଆସିଯାଇପାରନ୍ତି।
ତ ପ୍ରଭୁ ଦେଖୁଛନ୍ତି ସେଇ ଶେଷ ଆତ୍ମା ମଣ୍ଡଳୀର ସେ ଶେଷ ବ୍ୟକ୍ତି ଯେ ପୂର୍ବରୁ ନିରୂପିତ ଅମନୋନୀତ ତାହାରି ପରିତ୍ରାଣର ଅପେକ୍ଷାରେ ପ୍ରଭୁ ଅଛନ୍ତି। ଯେତେବେଳେ ଠିକ୍ ସେ ମାଣ ପୁରିବା ପରି ଠିକ୍ ପୁରା ହବ, ତାପରେ ରାଜ୍ୟ ସାଙ୍ଗେ ସାଙ୍ଗେ ଘଟିବ। ଆମେ ଦେଖିଲେ ରାଜ୍ୟ ଶବ୍ଦର ଅର୍ଥ କଣ, ରାଜ୍ୟ ଘଟିବା ପରେ ପୃଥିବୀର ଅବସ୍ଥା କଣ ଥିବ, ରାଜ୍ୟ ଘଟିବା ପାଇଁ ଆଉ କଣ ଭାବବାଣୀ ବାକି ରହିଛି କି? ତାପରେ ଆମେ ଦେଖିବା ଆଉ ଗୋଟେ ପ୍ରଶ୍ନ, ରାଜ୍ୟ କାହିଁକି ଆଖି ପିଛୁଳାକେ ଘଟିବ, ଚକ୍ଷୁର ପଲକରେ ତାହା ଘଟିବ? ରାଜ୍ୟର ପ୍ରୋସେସ, ରାଜ୍ୟ ଘଟିବା ପାଇଁ ଗୋଟେ ମିନିଟର ସମୟ ଦରକାର ନାହିଁ, କିନ୍ତୁ ରାଜ୍ୟ ମଧ୍ୟରେ ଯେ ଘଟଣା ସବୁ ରହିଛି ଯୁଗ ଯୁଗ ଧରି ମଣିଷ ତାହା କରିବାକୁ ଲାଗିଲେ ମଧ୍ୟ କରିପାରିବ ନାହିଁ, କିନ୍ତୁ ଆଖି ପିଛୁଳାକେ ସେ ଘଟଣା ସବୁ ଘଟିବ। କଣ ଘଟଣା ସବୁ? ଯେ ମରିଥିବା ଖ୍ରୀଷ୍ଟ ବିଶ୍ୱାସୀ ମାନେ ସେମାନେ ଆଉ ଅମର ଶରୀର ଧାରଣ କରି ଉଠିବେ, ଗୋଟେ ତେଜସ୍ୱୀ ଶରୀର ଧାରଣ କରି ଉଠିବେ। ସେ ପ୍ରକ୍ରିୟା ଟିକେ ଭାବି ଦେଖୁ, ତାହା କଣ ସହଜ କଥା କି? କେତେ ସମୟ ଲାଗିବା କଥା? ସେତିକି ନୁହଁ, ଯେଉଁମାନେ ବଞ୍ଚିଛନ୍ତି ତାଙ୍କ ଆଗମନ ବେଳେ ସେ ବଞ୍ଚିଥିବା ଖ୍ରୀଷ୍ଟ ବିଶ୍ୱାସୀ ମାନେ ମଧ୍ୟ ସେମାନେ ରୂପାନ୍ତରିତ ହେବେ, ସେମାନେ ମଧ୍ୟ ଗୋଟେ ତେଜସ୍ୱୀ ଶରୀର ଧାରଣ କରିବେ। ତ ଏ ପ୍ରକ୍ରିୟା କେତେ ଘଣ୍ଟା ଯୁଗ ପର୍ଯ୍ୟନ୍ତ ସମୟ ଧରି କାର୍ଯ୍ୟ କଲେ ମଧ୍ୟ ଶରୀର କଥା ନୁହଁ। ଏମିତି ଜଟିଳ ଘଟଣା ସବୁ ଏ ରାଜ୍ୟର ମଧ୍ୟରେ ରହିଛି। ମରିଥିବା ଲୋକେ କବର ହଟାଇ ଉଠିବେ, ଆଉ ସେମାନେ ଯୋଉ ଉଠିବେ ଗୋଟେ ଗୌରବର ଶରୀର ଧାରଣ କରି ଉଠିବେ। ଯେତେକ ଆମେ ବଞ୍ଚିଥିବା ହୁଏତ ଆମେମାନେ ମଧ୍ୟ ରୂପାନ୍ତରିତ ହେବା। ତ ଏ ପ୍ରୋସେସ ସମୟ ଲାଗିବ ପ୍ରୋସେସ, କିନ୍ତୁ ବାକ୍ୟ କୁହେ ଚକ୍ଷୁର ପଲକରେ ତାହା ଘଟିବ। ଯୋଉ ଗ୍ରୀକ୍ ଶବ୍ଦ ସେଇଠି ବ୍ୟବହୃତ ତାହା ହେଉଛି ଏହି ପ୍ରକାର, ଗୋଟିଏ ସେକେଣ୍ଡ ମଧ୍ୟ ନୁହଁ, ଅର୍ଥାତ୍ ଗୋଟେ ସମୟ କଣିକାକୁ ଯଦି ଭଗ୍ନ କରାଯିବ, ତେବେ ତାର ଶେଷତମ କଣିକା, ଯାହା ସମୟର ଶେଷତମ ଭଗ୍ନ କଣିକା ଯାହା ରହିବ, ତାହା ଯେତିକି ମିଲି ଆଉ ସେକେଣ୍ଡ ମଧ୍ୟରେ ଛୋଟ, ସେଇ ସମୟ କଥା ବାକ୍ୟ ପରିପ୍ରକାଶ କରେ। ଚକ୍ଷୁର ପଲକରେ ଏତେ ସଂକ୍ଷିପ୍ତ ସମୟ ମଧ୍ୟରେ ଏତେ ବଡ଼ ଜଟିଳ ଘଟଣା କେମିତି ଘଟିବ? ପ୍ରଭୁ କାହିଁକି ଏହାକୁ ଏତେ ସଂକ୍ଷିପ୍ତ ସମୟ ଦେଲେ? ଗୋଟେ 5 ମିନିଟ ସମୟ ଯଦି ଲାଗିଥାନ୍ତେ ଭଲ ହୁଏତ ହୋଇଥାନ୍ତା ପରି, କେତେ ସୁନ୍ଦର ହୁଏତ ଦେଖାଯାଇଥାନ୍ତା ପରି, ଲୋକେ ଦେଖି ଛାନିଆ ହେବେ ପରି। କିନ୍ତୁ କାହିଁକି ଚକ୍ଷୁର ପଲକରେ? ଜଣେ ବାଇବେଲ ବିଦ୍ୱାନ ସେ ଏହି ମତ ଦିଅନ୍ତି, ଯଦି ସମୟ ଟିକେ ଅଧିକା ପ୍ରଭୁ ଦେଇଥାନ୍ତେ, ତେବେ ଅନେକ ଅନ୍ୟ ଲୋକମାନେ ତାହା ଦେଖି ପରିତ୍ରାଣ ପାଇବା ପାଇଁ ଯୀଶୁଙ୍କୁ ବିଶ୍ୱାସ କରିଥାନ୍ତେ ପୁଣି। ପରିତ୍ରାଣ ହେଉଛି କେବଳ ବିଶ୍ୱାସରେ। ଗୋଟେ ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖିବା ପରେ, ସେ ଅଲୌକିକ ଘଟଣାକୁ ଦେଖିବା ପରେ ଯେଉଁ ବିଶ୍ୱାସ କରାଯାଏ, ସେହି ପ୍ରକାର ବିଶ୍ୱାସ ପ୍ରଭୁ ଚାହାନ୍ତି ନାହିଁ। ସମ୍ପୂର୍ଣ୍ଣ ବିଶ୍ୱାସ ନ ଦେଖୁନାହିଁ ଯୀଶୁଙ୍କ ଉପରେ, ସେ ସୁସମାଚାର ଉପରେ। ଯଦି ତାହା ଗୋଟେ ପ୍ରୋସେସିଂର ଘଟଣା ହୋଇଥାନ୍ତା, ସମୟ ଲାଗିଥାନ୍ତା ସେ ରାଜ୍ୟର ଘଟଣା ଘଟିବା ପାଇଁ, ତେବେ ହୁଏତ ଅନେକ ଚାଲାକ ଚତୁର ଲୋକମାନେ ସେମାନେ ତାହା ଦେଖି ଯୀଶୁଙ୍କ ଉପରେ ବିଶ୍ୱାସ ରଖିପାରିଥାନ୍ତେ ବୋଲି। ସେଥିପାଇଁ ପ୍ରଭୁ ଦେଖିଲେ ଯେ ବିଶ୍ୱାସ ହୋଇପାରିବ ନାହିଁ। ସେଥିପାଇଁ ଏହି ଘଟଣାଟି, ଏହି ଅଲୌକିକ ଘଟଣାଟି ସଂକ୍ଷିପ୍ତ ସମୟ ମଧ୍ୟରେ କରାଯିବ। ଆଖିର ପିଛୁଳାକେ ଚକ୍ଷୁର ପଲକରେ ରାଜ୍ୟର ଘଟଣା ଘଟିବ। ଆମେ ପରବର୍ତ୍ତୀ ପ୍ରଶ୍ନ ଦେଖିବା, ରାଜ୍ୟ କାହିଁକି କେବଳ ମଣ୍ଡଳୀ ପାଇଁ?
କେତେ ଲୋକେ ଥିବେ ପୃଥିବୀ ପୃଷ୍ଠରେ। ପ୍ରଭୁଙ୍କ ଯୋଜନା କେଡ଼େ ଆଶ୍ଚର୍ଯ୍ୟ। ରାଜ୍ୟ ଯୋଉ କରିବେ ଯୀଶୁଙ୍କ ଦ୍ୱିତୀୟ ଆଗମନ ସମୟରେ ପ୍ରଭୁ କରିବେ, ତାହା କେବଳ ମଣ୍ଡଳୀ ପାଇଁ। ମାନେ କେଉଁ ମଣ୍ଡଳୀ? ସେ ବିଶ୍ୱସ୍ତରୀୟ ମଣ୍ଡଳୀ। ଆଚ୍ଛା, ବିଶ୍ୱସ୍ତରୀୟ ମଣ୍ଡଳୀକୁ ଛାଡ଼ିବା ପରେ ପୃଥିବୀ ପୃଷ୍ଠରେ କେତେ ଲୋକେ ଥିବେ, କେତେ ସଂସ୍ଥା, କେତେ ଧର୍ମ, କେତେ ଜାତି, କେତେ ଗୋଷ୍ଠୀର ଲୋକେ, କେତେ ଭଲ ଲୋକମାନେ ମଧ୍ୟ ଥିବେ। ଆଉ ବିଶେଷତଃ ଇସ୍ରାଏଲୀୟ ଲୋକମାନେ ମଧ୍ୟ ଥିବେ, ସେ ମନୋନୀତ ବଂଶ ଜିହୁଦୀ ଲୋକମାନେ। କିନ୍ତୁ এই ରାଜ୍ୟ କେବଳ ମଣ୍ଡଳୀ, ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିଛନ୍ତି, କେବଳ ସେମାନଙ୍କ। କାହିଁକି ନା ଯଦି ଆମେ ଦେଖିବା ପ୍ରଥମ କଥା, ଯେତେବେଳେ ଯୀଶୁ ଦ୍ୱିତୀୟ ଆଗମନ କରିବେ, ପରିତ୍ରାଣ ପ୍ରାପ୍ତ ଲୋକମାନେ କେଉଁମାନେ ଥିବେ? ସେ ପରିତ୍ରାଣ ପ୍ରାପ୍ତ ଲୋକ ସେ ଯେଉଁଠି ମଧ୍ୟ ଥାଆନ୍ତୁ ନା କାହିଁକି, ଯେଉଁ ସଂସ୍ଥା, ଯେଉଁ ଧର୍ମରେ ମଧ୍ୟ ଥାଆନ୍ତୁ ନା କାହିଁକି, ଯଦି ସେ ଯୀଶୁଙ୍କୁ ବିଶ୍ୱାସ କରିଛି, ପରିତ୍ରାଣ ପାଇଛି, ଗୁପ୍ତ ଭାବରେ ରହିଛି, ସେ ମଧ୍ୟ ମଣ୍ଡଳୀର ଅଂଶ। ପରିତ୍ରାଣ ପ୍ରାପ୍ତ ଲୋକମାନେ, ସେମାନେ ଯେଉଁମାନେ ହେଲେ ମଧ୍ୟ ପ୍ରଭୁ ସେମାନଙ୍କୁ ନୀତ କରାଇବେ। ଏ ଜିହୁଦୀ ଲୋକମାନେ ନା ଏମାନେ ପରିତ୍ରାଣ ପ୍ରାପ୍ତ ହୋଇନାହାନ୍ତି। ସେମାନେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା ଭାରି ମୁସ୍କିଲ ହେଇଯାଉଛି ସେମାନଙ୍କ ପାଇଁ। ସେମାନେ ଭାବୁଛନ୍ତି ଯେ ଯେଉଁ ଯୀଶୁକୁ ଆମେ ବିଶ୍ୱାସ କରିବା, ସେ ଯୀଶୁ ଗୁହାଳ ଘରେ ଜନ୍ମ ନେଇଛନ୍ତି, ଗୋଟେ ଗରିବ ପରିବାରରେ ଜନ୍ମ ନେଇଛନ୍ତି, ଜଣେ ସାଧାରଣ ପରିବାରର ଲୋକ ସିଏ। ଆମେ ଯେଉଁ ମସିହଙ୍କ ଅପେକ୍ଷାରେ ଅଛୁ, ସେ ଜଣେ ସମୃଦ୍ଧିଶାଳୀ ମହାଜ୍ଞାନୀ, ଆଉ ସେ ଯୋସେଫର ପୁତ୍ର, ମରିୟମର ପୁତ୍ର ଯୀଶୁ କେମିତି ସେ ମସିହ ହେବେ? ସେମାନେ ଯୀଶୁଙ୍କୁ ଆଜି ପର୍ଯ୍ୟନ୍ତ ବିଶ୍ୱାସ କରିପାରୁନାହାନ୍ତି। ସେତେବେଳେ ସେମାନେ ବିଶ୍ୱାସ କରିବେ ଯେତେବେଳେ ଭଲ ଖ୍ରୀଷ୍ଟ ଆସି କହିବେ, ମୁଁ ସେ ଖ୍ରୀଷ୍ଟ, ମୁଁ ସେ ମସିହ। ୱାର୍ଲ୍ଡ ପାୱାର ତାଙ୍କ ହାତ ମୁଠାରେ ରହିବ, ସମଗ୍ର ପୃଥିବୀ ଉପରେ ସେ ଶାସନ କରିବାକୁ ଲାଗିବେ, ଧନ ସମ୍ପଦର ଅତି ଶୀର୍ଷରେ ସେ ରହିଥିବେ। ଏ ଜିହୁଦୀ ଲୋକମାନେ ତାଙ୍କୁ ଦେଖି ଭାବିବେ, ଆମେ ଯେଉଁ ମସିହଙ୍କ ଅପେକ୍ଷାରେ ଅଛୁ, ଏ ହେଉଛନ୍ତି ସେ ସୁଇଟେବଲ ଲୋକ। ସେମାନେ ଭଣ୍ଡ ଲୋକଙ୍କୁ ମସିହ ବୋଲି, ଉଦ୍ଧାରକର୍ତ୍ତା ବୋଲି, ଖ୍ରୀଷ୍ଟ ବୋଲି ଗ୍ରହଣ କରିବାକୁ ଲାଗିବେ। କିନ୍ତୁ ବର୍ତ୍ତମାନ ସେମାନେ ବିଶ୍ୱାସ କରିପାରୁନାହାନ୍ତି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିପାରୁନାହାନ୍ତି। ସେଥିପାଇଁ ସେମାନେ ମଧ୍ୟ ଛଡ଼ାଯିବେ, କେବଳ ମଣ୍ଡଳୀ ଊର୍ଦ୍ଧ୍ୱକୁ ନୀତ। ବାକି ଯେତେକ ଲୋକେ ଥିବେ, ଭଲ ଲୋକମାନେ, ଭଲ ସଂସ୍ଥା ବୋଲନ୍ତୁ, ଖ୍ରୀଷ୍ଟବିହୀନ ଯାହା ଯେତେକ ସମସ୍ତେ ଛଡ଼ାଯିବେ। ଯେଉଁମାନେ ଯୀଶୁଙ୍କୁ ବିଶ୍ୱାସ କରିଛନ୍ତି, ପରିତ୍ରାଣ ପ୍ରାପ୍ତ ହୋଇଛନ୍ତି, କେବଳ ଆଉ ସେମାନେ ଊର୍ଦ୍ଧ୍ୱକୁ ନୀତ ହେବେ। ଏହି କ୍ଷେତ୍ରରେ ଦାନିଏଲଙ୍କ 70 ସପ୍ତାହ କଥା ଆମେ ପଦେ ଅଧେ ଜାଣିବା ନିହାତି ଦରକାର। ଆମେ ଯେବେ ଦାନିଏଲ ପୁସ୍ତକ 9 ପର୍ବ ମଧ୍ୟକୁ ଯାଉ, ସେଠାରେ ଦାନିଏଲ ଗୋଟେ ଭାବାଣୀ ଛଳରେ ଗୋଟେ କଥା କୁହନ୍ତି, 70 ସପ୍ତାହର କଥା କୁହନ୍ତି। ପ୍ରଭୁ ତାଙ୍କୁ ସେ ବାର୍ତ୍ତା ଦିଅନ୍ତି ଯେ ଜିହୁଦୀ ଲୋକମାନଙ୍କ ପାଇଁ, ଇସ୍ରାଏଲ ଲୋକମାନଙ୍କ ପାଇଁ 70 ସପ୍ତାହର ପ୍ରୋଗ୍ରାମ ବାକି ରହିଛି। 70 ବର୍ଷର ବନ୍ଦିତ୍ୱ ଅବସ୍ଥା ବାବିଲ ଦେଶରେ ଥିବା ବେଳେ, ତାହା ସରି ଆସିବା ବେଳେ ପ୍ରଭୁ କୁହନ୍ତି ଯେ 70 ବର୍ଷର ବନ୍ଦିତ୍ୱ ଅବସ୍ଥା ଯେ ଶେଷ ହେଉଛି, କେବଳ ତାହା ନୁହେଁ, 70 ସପ୍ତାହର ପ୍ରୋଗ୍ରାମ ଆଉ ତମ ପାଇଁ ବାକି ଅଛି। ଏ 70 ସପ୍ତାହ ସେତେବେଳେ ଅନୁସାରେ, ସେମାନଙ୍କ ସଂଖ୍ୟା ଗଣନା ଅନୁସାରେ ଗୋଟିଏ ସପ୍ତାହ ହେଉଛି 7 ବର୍ଷ। ଏ 70 ସପ୍ତାହ ଯାକ 490 ବର୍ଷ, 70 ଗୁଣନ 7,
490 ବର୍ଷ। ଆଉ ଏ 70 ସପ୍ତାହ ବା 490 ବର୍ଷକୁ 3 ଭାଗରେ ବିଭକ୍ତ କରିବା ଦାନିଏଲ 9 ପର୍ବର 24-25 ପଦ ମାନଙ୍କରେ ଆମେ ଦେଖିବାକୁ ପାଉଛୁ। ପ୍ରଥମ ଭାଗ ହେଉଛି 7 ସପ୍ତାହ ଅର୍ଥାତ୍ 49 ବର୍ଷ। ଏ 49 ବର୍ଷ ହେଉଛି ଜେରୁସାଲେମ ମନ୍ଦିରର ପ୍ରାଚୀର ନଗର ପ୍ରାଚୀର ସବୁ ପୁନର୍ନିର୍ମାଣ ହେବା କାର୍ଯ୍ୟକୁ ପରିପ୍ରକାଶ କରେ। ସେ 49 ବର୍ଷ ଭିତରେ ଏ ସମସ୍ତ ଘଟିଥିଲା। ତାପରେ 62 ସପ୍ତାହ ପରେ ତାହାରି ପ୍ରଥମ 7 ସପ୍ତାହ ଅତିକ୍ରମ କରିବା ପରେ ତାଠୁ 62 ସପ୍ତାହ ମାନେ କେତେ ହଉଛି 62 ଗୁଣନ 7 ବର୍ଷ କେତେ 434 बोलतु ସେହି ସମୟରେ ମସିହ ଉଚ୍ଛିନ୍ନ ହେବେ ଅର୍ଥାତ୍ ଖ୍ରୀଷ୍ଟ କ୍ରୁଶାନ୍ବିତ ହେବେ। ଆରମ୍ଭରୁ ଯଦି ଆମେ ଦେଖିବା ପ୍ରଥମ ପଏଣ୍ଟରୁ 69ତମ ସପ୍ତାହ ବେଳେ 7 ସପ୍ତାହ 62 ସପ୍ତାହ 69ତମ ସପ୍ତାହ ବେଳେ ଖ୍ରୀଷ୍ଟ ଉଚ୍ଛିନ୍ନ ହେବେ। ଆଉ ଠିକ୍ ବାକ୍ୟ ଅନୁସାରେ ଯୀଶୁ ସେହି ଦିନ ସେହି ସମୟରେ କ୍ରୁଶରେ କ୍ରୁଶାନ୍ବିତ ହୋଇଥିଲେ ଦାନିଏଲଙ୍କ ଭାବବାଣୀ ଅନୁସାରେ। ତାପରେ ଆଉ ଗୋଟିଏ ସପ୍ତାହ 7 ବର୍ଷ ବାକି ରହିଛି। ଏହି 7 ବର୍ଷ ଗୋଟିଏ ସପ୍ତାହ ଯାହା ବାକି ରହିଛି ତାହା ହେଉଛି ସେହି 7 ବର୍ଷର କ୍ଲେଶ। ତାହା ଲାଗୁ ହେବା କଥା 69ତମ ସପ୍ତାହ ତାହା ମଧ୍ୟ ସଫଳ ହେଲା। ଯୀଶୁ କ୍ରୁଶରେ କ୍ରୁଶାନ୍ବିତ ହେଲେ 69 ସପ୍ତାହ ଯାକ ସରିଲା। ଶେଷରେ ଗୋଟିଏ ବାକି ଅଛି, ତାହା ହେଉଛି ଗୋଟିଏ ସପ୍ତାହ 7 ବର୍ଷ। ତାହା ଲାଗୁ ହେବା ପୂର୍ବରୁ ମଣ୍ଡଳୀ ଯୁଗ ଆମେ ଯେଉଁ ସମୟରେ ଅଛୁ ଏ ମଣ୍ଡଳୀର ସମୟ ଚାଲୁ ରହିଛି। ଯେତେବେଳେ ଏ ମଣ୍ଡଳୀ ଊର୍ଦ୍ଧ୍ୱକୁ ଉଠେଇ ନିଆଯିବ ତାପରେ ସେ ଗୋଟିଏ ସପ୍ତାହ ବା 7 ବର୍ଷର କ୍ଲେଶ ଲାଗୁ ହେବ। ସେଥିପାଇଁ ଏ ରାଜ୍ୟରେ କେବଳ ମଣ୍ଡଳୀ ପାଇଁ କ୍ଲେଶ ମଧ୍ୟ ଦେଇ ମଣ୍ଡଳୀ ଯାଇପାରିବ ନାହିଁ। ତାପରେ ଆମେ ଦେଖିବା ରାଜ୍ୟରେ ଏକ ସାନ୍ତ୍ୱନାର ଘଟଣା ଅଟେ। କାହିଁକି ଏହା ଏକ ସାନ୍ତ୍ୱନାର ଘଟଣା? ଯେବେ ଆମେ ଏହି ପଠିତ ଶାସ୍ତ୍ରାଂଶ ନିକଟକୁ ଆସୁଛୁ ପ୍ରଥମ ଥେସଲୋନିକୀୟ ଲେଖିବା ପୂର୍ବରୁ ଏ ଥେସଲୋନିକୀୟ ମଣ୍ଡଳୀର ଗୋଟିଏ ସମସ୍ୟା ଥିଲା। କ'ଣ ତାହା? ଯେ ସେମାନେ ଯୀଶୁଙ୍କ ଦ୍ୱିତୀୟ ଆଗମନର ଅପେକ୍ଷାରେ ରହୁଥିଲେ। କାମ ଧନ୍ଦା ସବୁ ଛାଡ଼ି ମଧ୍ୟ ଯୀଶୁ ହଠାତ୍ ଆସିଯିବେ, ଏବେ ଆସିଯିବେ, ଏବେ ପରେ ଆସିବେ, ଏମିତି ଗୋଟେ ଅପେକ୍ଷାରେ ଏ ମଣ୍ଡଳୀ ସେହି ସମୟ ବେଳରେ ସେମାନେ ଯୀଶୁଙ୍କ ଦ୍ୱିତୀୟ ଆଗମନର ଅପେକ୍ଷା କରୁଥିଲେ। ସେମିତି ବେଳେ ହଠାତ୍ ଦେଖିଲେ ଲୋକେ ଅପେକ୍ଷା କରୁ କରୁ ମରି ପଡ଼ୁଛନ୍ତି। ଅନେକ ମରଣ ସବୁ ଘଟିବାକୁ ଲାଗିଛି। ଅନେକ ପ୍ରିୟଜନମାନେ ଚାଲି ଯାଉଛନ୍ତି। କ'ଣ ହେବ, କେମିତି ହେବ? ଦୁଃଖରେ ଭାଙ୍ଗି ପଡ଼ିବେ ଯେ ଦ୍ୱିତୀୟ ଆଗମନ ହେବ ବୋଲି ଆମେ ଅପେକ୍ଷାରେ ଅଛୁ। ଯେଉଁମାନେ ମରିଗଲେ ସେମାନେ ମଧ୍ୟ ଅପେକ୍ଷା କରୁଥିଲେ କିନ୍ତୁ ମରିଗଲେ। ହୁଏତ ସେମାନଙ୍କ ପାଇଁ ଦ୍ୱିତୀୟ ଆଗମନର ଆଶୀର୍ବାଦ ଆଉ କିଛି ନାହିଁ। ଏ ଦୁଃଖରେ ଏମାନେ ରହିବା ବେଳେ ପାଉଲ ଏହି ପତ୍ର ସେମାନଙ୍କ ନିକଟକୁ ଲେଖିଲେ ଯେ କାହିଁକି ତମେ ସେମିତି ଭାବୁଛ, କାହିଁକି ତମେ ସେମିତି ଦୁଃଖ କରୁଛ ମରିଯାଇଥିବା ଲୋକମାନଙ୍କ ପାଇଁ? ଦେଖ, ଯେତେବେଳେ ଯୀଶୁ ଦ୍ୱିତୀୟ ଆଗମନ କରିବେ ମରିଥିବା ଲୋକମାନେ ପ୍ରଥମରେ ଆମ ଅପେକ୍ଷା ଆମେ ରୂପାନ୍ତରିତ ହେବା ପୂର୍ବରୁ ସେମାନେ ପ୍ରଥମରେ ଉଠିବେ। ଅମର ବସ୍ତ୍ର ପରିଧାନ କରି ସେମାନେ ପ୍ରଥମରେ ଉଠିବେ। ତାପରେ ଆମେ ରୂପାନ୍ତରିତ ହେବା ଏବଂ ମିଳିତ ଭାବେ ଆମେ ମଧ୍ୟ ଆକାଶକୁ ଯିବା, ଯୀଶୁଙ୍କୁ ସାକ୍ଷାତ କରିବା। ଏହି ରାଜ୍ୟ ଗୋଟାଏ ସାନ୍ତ୍ୱନାର
କେତେ ଦୁଃଖ କଷ୍ଟ ଅଭାବ ଅସୁବିଧା ନେଇ ଜୀବନ ଯାତ୍ରା କଲେ ମଧ୍ୟ ଆମେ ଭାଙ୍ଗି ପଡ଼ିବା ନାହିଁ, ଦୁଃଖୀ ହେବା ନାହିଁ, ପଶ୍ଚାତାପ କରିବା ନାହିଁ, ଆମେ ନିରୁତ୍ସାହିତ ହେବା ନାହିଁ। ଆମେ ମନେ ରଖିବା ଜାଣିବା ଯଦ୍ୟପି ଏ ବେମାରୀ ଶରୀର ମୋର କ୍ଷୟ ପାଉଛି, ପ୍ରଭୁ ଏମିତି ଗୋଟେ ଶରୀର ମୋତେ ପ୍ରଦାନ କରିବାକୁ ଯାଉଛନ୍ତି, ତାହା ଅମର ଶରୀର ଆଉ ରୂପାନ୍ତରିତ ଶରୀର। ଆଉ ଏମିତି ହବ ଯେ ତାହା ଗୋଟେ ତେଜସ୍ୱୀ ଶରୀର, ମାନେ ତାହା ତେଜବାନର ଶରୀର, ଚାଚଲ୍ୟମାନ ଗୌରବ ବିକିରିତ ହେବା ପାଇଁ ଗୋଟେ ଶରୀର ପ୍ରଭୁ ଆମକୁ ପ୍ରଦାନ କରିବାକୁ ଯାଉଛି। ଆଉ ସେମାନଙ୍କୁ ଯେଉଁମାନେ ସେ ଉଦ୍ଧାର ପାଇଛନ୍ତି, ଯେଉଁମାନେ ସେ ପରିତ୍ରାଣ ପାଇଛନ୍ତି, ପ୍ରଭୁ ଏହି ଘଟଣା ରାଜ୍ୟର ଏକ ସୁନିଶ୍ଚିତ ଘଟଣା, ତାହାରି କେତେକ ପୂର୍ବ ରେଫରେନ୍ସ ପ୍ରଭୁ ପ୍ରଦାନ କରିଛନ୍ତି। ଆମେ ଦେଖୁଛୁ ହନକ ଆଉ ଏଲିୟ ସେମାନେ ଉର୍ଦ୍ଧ୍ୱକୁ ପଳେଇଥିଲେ, ଯୀଶୁ ମଧ୍ୟ ପୁନରୁତ୍ଥିତ ହେବା ପରେ ସ୍ୱର୍ଗାରୋହଣ କରିଥିଲେ। ଏସବୁ ଘଟଣା ଗ୍ୟାରେଣ୍ଟି ଦିଏ ଯେ ନିଶ୍ଚିତ ଭାବେ ରାଜ୍ୟ ମଧ୍ୟ ସେହି ପ୍ରକାର ଘଟିବାକୁ ଯାଉଛି। ଯୀଶୁ ଲାଜାରଙ୍କ ମୃତ୍ୟୁ ଘଟଣା ଅବସରରେ ରାଜ୍ୟ ସମ୍ପର୍କରେ ସେ ଗୋଟେ କଥା କହିଥିଲେ। ଯଦି ଆମେ ଜମଲିଖିତ ସୁସମାଚାର 11 ପର୍ବ 25-26 ପାଠ କରିବା, ଯୀଶୁ ଏହିପରି କହିଥିଲେ, ମୁଁ ପୁନରୁତ୍ଥାନ ଓ ଜୀବନ, ଯେ ମୋଠାରେ ବିଶ୍ୱାସ କରେ ସେ ଯଦ୍ୟପି ମରେ ସେ ରାଜ୍ୟ ସମୟରେ ସେ ଉଠିବ, ବଞ୍ଚିବ। ପୁଣି ଯେ କେହି ବଞ୍ଚେ ରାଜ୍ୟ ସମୟରେ ଆଉ ମୋଠାରେ ବିଶ୍ୱାସ କରିଥାଏ ସେ କଣ କଦାପି ମରିବ ନାହିଁ। ଯୀଶୁ ସେ ରାଜ୍ୟକୁ ଆଖି ଆଗରେ ରଖି ମାର୍ଥା ମରିୟମକୁ ଏହି କଥା କହିଥିଲେ। ବଞ୍ଚିଥିବା ଲୋକ ମୋତେ ବିଶ୍ୱାସ କଲା ପରେ ଆଉ ସେ କେବେ ମରିବ ନାହିଁ। ଯେତେବେଳେ ମୁଁ ଆସୁଛି ସେ ବଞ୍ଚିକି ଯଦି ବିଶ୍ୱାସ କରୁଛି କେବେ ଆଉ ସେ ମରିବ ନାହିଁ। ପ୍ରଥମ କରନ୍ଥୀୟ 15 ପର୍ବର 54 ପଦରେ ଆମେ ଦେଖୁଛୁ ସେହି କାର୍ଯ୍ୟ। କିନ୍ତୁ ଏହି କ୍ଷୟ ଶରୀର, ମାନେ କ୍ଷୟ ମାନେ ଯାହା ମରିଯାଇଛି, ସଢ଼ି ଯାଇଛି, କିଏ କେମିତି ପ୍ରକାର ମରିଥିବେ? କିଏ ତ ଅଗାଧ ଜଳରାଶିରେ ପଡ଼ିଯାଇଥିବେ ପରିବାର ପ୍ରାପ୍ତ ହେବା ପରେ, କିଏ ତ ଆକ୍ସିଡେଣ୍ଟରେ ମରିଥିବେ, କାହାକୁ ତ ବାଘ ଖାଇଯାଇଥିବ, କିଏ କେମିତି ପ୍ରକାର ମରିବ? ଏ କ୍ଷୟ ଶରୀର ଅକ୍ଷୟକୁ ବସ୍ତ୍ର ପରିଧାନ କରିବ। ସେତେବେଳେ ବିଜ୍ଞାନ କୁହେ ଯେ ପରମାଣୁରେ ଏମିତି